हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो यशोवन्तानन्दं बलराम नमो नमः बलराम नमो नमः। बोलिए महापुरुष अच्युतानंद जी की जय। सुधीयनी ज्ञानी गुणी मंडली आज मालिका वचन को आपण मानक स्वागत जनाऊँ। आज मालिका वचन रे आमे आलोचना करिया जाऊँचे महापुरुष अच्युतानंदर मालिकार नाम है चकड़ा मडाण। आउ ये चकड़ा मडाणर आउ गोटे पद आमे आलोचना करिबा। कौन से पदटी महापुरुष लिखिछन्ती ना पतित पावन न रहिबे आउ सिंहदर जापासरे सिंहदर जापासरे वैधर्मी माने ता धरी नेबे तांको रखी सोड़िया ग्रामरे रखी सोड़िया ग्रामरे। महापुरुष मालिकार लिखिले कहले पति तपावन न रहिबे आउ सिंह दरजा पासरे। आपण श्रीमंदिर भीतर को प्रवेश कला बेले आमे सिंह द्वार बाट दे जाउछी। हाँ चारि द्वार रही सिंहद्वार गजद्वार अश्वद्वार व्याघ्रद्वार नहीं धर्म अर्थ काम मोक्ष महापुरुष लिखिं चतुर्वर्ग फल मिले चारि द्वार बाटे प्रवेश कले। तेणु हे ज्ञानी गुणी मंडली सिंहद्वार हूँ धर्मद्वार ई बाट देखिए आम प्रवेश कले आप देखिए जे सिंहद्वार गुमुट भितरे सिंहद्वार गुमुट भितरे महाप्रभु जगतरनाथ जगन्नाथंगर अबिकल गोटे चित्र प्रतिमा छोटिया देउल भितर रही कहते हाथे देउल रे 22 हाथ दिय जे हाथे देउल रे कथा रही 22 हाथ दिय। तेणु से हाथे देउल रे 22 हाथ दिय महाप्रभु जगतरनाथ जगन्नाथंगर अबिकल चित्र प्रतिमा सेठी कहीं रही रत्न सिंहासन प्रभु तो सेठी अच्छे ना जगन्नाथ बलभद्र सुभद्रा सुदर्शन चतुर्धा विग्रह सेठी जगन्नाथ अच्छे पुणी एठी जगन्नाथ चित्र प्रतिमा रहिबार कारण कौन प्रतिमूर्ति रहिबार कारण कौन। अच्युतानंद महापुरुष मालिकार लिखिले जे सेही पतित पावन जो अच्छी आगु को आपण देखिबे भविष्यत कथा महापुरुष कहउछन सेठी आउ रहिबे नाही। ये रहिचंदी केबे ठारू रहिचंदी जानिचंदी ना द्वितीय रामचंद्र देवଙ୍କ समय रे जेतेबेले द्वितीय रामचंद्र देव अभिनव इंद्रदमन कर मान्यता जहाँ दिया जाए द्वितीय इंद्रदमन। तेणु से द्वितीय रामचंद्र 1727 रु 1736 ख्रीष्टाब्द जाए से समय उत्कल रे गजपति राजा थे पुरी रे ये गजपति राजा थे समय के 1727 रु 1736 प्रमाण दौचु तथ्य दौचु आपण मिछ नुहे। आ जेतबे द्वितीय रामचंद्र देव गजपति राजा थिले ठाकुर राजा थिले सेही समय रे हे ज्ञानी गुणी मंडली श्रीमंदिर उपरे आक्रमण योजना करथिले सोलेमान किरानी कटक रे थिले सी सोलेमान किरानी
ଶ୍ରୀମନ୍ଦିର ଉପରେ ଯେତେବେଳେ ଆକ୍ରମଣ କରିବାର ଯୋଜନା କଲେ, ଶ୍ରୀମନ୍ଦିର ଉପରେ ଆଜି ପର୍ଯ୍ୟନ୍ତ ଅଦ୍ୟାବଧି ଶ୍ରୀମନ୍ଦିର ଅଭିଲେଖ, ମାଦଳା ପାଞ୍ଜି ଏବଂ ଅନେକ ତଥ୍ୟ ମଧ୍ୟ ରହିଛି, ଯେଉଁଥିରେ ସବୁ ଲେଖା ଅଛି ଆଜି ପର୍ଯ୍ୟନ୍ତ 18 ଥର ଆକ୍ରମଣ ହେଇଛି ବଡ଼ ଦେଉଳ ଉପରେ। ଆଉ 18 ଥର ଆକ୍ରମଣ ଭିତରେ ଅନେକ ସମୟରେ ମୋଗଲମାନେ ମଧ୍ୟ ଆକ୍ରମଣ କରିଛନ୍ତି। ଆଉ ସେ ମୋଗଲମାନଙ୍କ ସମୟରେ ମହାପୁରୁଷ ଲେଖିଛନ୍ତି କଳା ପାହାଡ଼ ମଧ୍ୟ ବଡ଼ ଦେଉଳ ଉପରେ ଆକ୍ରମଣ କରିଛି ନାଇଁ। ତେଣୁ ଯେତେବେଳେ ଇସମାଇଲ ଖାଁ ସେ ମଧ୍ୟ ଆକ୍ରମଣ କରିଛନ୍ତି, ଆରବୀୟ କ'ଣ ସେନାପତି ସେ ମଧ୍ୟ ଜଳପଥରେ ଆସିକି ଆକ୍ରମଣ କରିଛନ୍ତି। 1509ରେ ଆକ୍ରମଣ ହେଇଛି, 1568ରେ କଳା ପାହାଡ଼ ଆକ୍ରମଣ କରିଛି ବଡ଼ ଦେଉଳ ଉପରେ। ତେଣୁ ହେ ଜ୍ଞାନୀ ଗୁଡ଼ି ମଣ୍ଡଳୀ, ଯେତେବେଳେ ଇ ଆକ୍ରମଣ କରିବାର ଯୋଜନା କଲେ ସୁଲେମାନ କେରାନୀ, ସେତେବେଳେ ଦ୍ୱିତୀୟ ରାମଚନ୍ଦ୍ର ଦେବ ଗୁପ୍ତଚରଙ୍କ ଠାରୁ ଖବର ପାଇଲେ ଏବଂ ଖବର ପାଇଲେ ଯେତେବେଳେ ମୋ ପ୍ରଭୁ ଇଷ୍ଟ ଆରାଧ୍ୟ ଦେବତା ମୁଁ ଗଜପତି ରାଜା ଅଛି ଏ ସମୟରେ ଆଉ ବଡ଼ ଦେଉଳ ଉପରେ ଆକ୍ରମଣ କରିବ, ମୋ ଠାକୁରଙ୍କ ଉପରେ ଆକ୍ରମଣ ହେବ, ଏ କଥା ଦ୍ୱିତୀୟ ରାମଚନ୍ଦ୍ର ଦେବ ସହିପାରିଲେ ନାହିଁ। ସନ୍ଧି କରିବା ପାଇଁ ଇଏ ପ୍ରସ୍ତାବ ପଠେଇଲେ ସୁଲେମାନ କେରାନୀଙ୍କ ପାଖକୁ, କହିଲେ ମୁଁ ଆପଣଙ୍କ ସହିତ ସନ୍ଧି କରିବି ଯେ କ'ଣ ମୁଁ କଲେ ଆପଣଙ୍କର ପ୍ରସ୍ତାବ, ସବୁ ପ୍ରସ୍ତାବ ରାଜି, ଯାହା ଆପଣ ମୋତେ ପ୍ରସ୍ତାବ ଦେବେ ମୁଁ ସବୁଥିରେ ରାଜି, କିନ୍ତୁ ମୁଁ କ'ଣ କଲେ ଯେ ଆପଣ ବଡ଼ ଦେଉଳ ଉପରେ ଆକ୍ରମଣ କରିବାର ନିଷ୍ପତ୍ତିକି ତ୍ୟାଗ କରିବେ। ସୁଲେମାନ କେରାନୀ କହିଲେ ମୋର ଝିଅ ରେଜିଆ ଖାଁକୁ ବାହା ହେବ ଏବଂ ତୁମେ ଧର୍ମ ପରିବର୍ତ୍ତନ କରି ତୁମେ ଆମର ମୁସଲମାନ ଧର୍ମ ଗ୍ରହଣ କରିବ। ଦ୍ୱିତୀୟ ରାମଚନ୍ଦ୍ର ଦେବ ମୁସଲମାନ ଧର୍ମ ଗ୍ରହଣ କରି ଦ୍ୱିତୀୟ ରାମଚନ୍ଦ୍ର ଦେବରୁ ନାମ ପରିବର୍ତ୍ତନ କରି ହେଇଗଲେ କ'ଣ ହାଫିଜ କାଦାର। ତେଣୁ ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ସେ ଯେତେବେଳେ ଧର୍ମ ପରିବର୍ତ୍ତନ କଲେ ଶ୍ରୀମନ୍ଦିର ପ୍ରବେଶ ତାଙ୍କୁ ନିଷିଦ୍ଧ କରିଦିଆଗଲା ଏବଂ ସେହି ସମୟରେ ସିଂହଦ୍ୱାର ସାମ୍ନାରେ ପ୍ରତିଦିନ ମହାପ୍ରଭୁଙ୍କୁ ଜଣାଣ କରନ୍ତି, ଗୁହାରି କରନ୍ତି। ମହାପ୍ରଭୁ ନିର୍ଦ୍ଦେଶ ଦେଲେ ସେବକମାନଙ୍କୁ ଯେ ମୋର ସିଏ ଆଦ୍ୟ ସେବକ, ଶ୍ରୀମନ୍ଦିର ଭିତରେ ପ୍ରବେଶ ନିଷିଦ୍ଧ କରିଦେଉଛ, ସିଏ ମୋର ଦର୍ଶନ କାହିଁକି ବଞ୍ଚିତ ରହିବ, ମୋର ଅବିକଳ ଗୋଟେ ଚିତ୍ର ପ୍ରତିମା ବା ବିଗ୍ରହ ତୁମେ ସିଂହଦ୍ୱାର ଗୁମୁଟ ଭିତରେ ସ୍ଥାପନା କରିଦିଅ। ଆଉ ତାହା ହିଁ ହେଉଛି ପତିତ ପାବନ ମୂର୍ତ୍ତି। ଗଜପତି ରାଜା କ'ଣ ଦ୍ୱିତୀୟ ରାମଚନ୍ଦ୍ରଙ୍କ ପାଇଁ ଏଇଠାରେ ହିଁ ସ୍ଥାପିତ ହେଇଛି, ସେଇଠୁ ସେ ଦର୍ଶନ କରୁଥିଲେ। ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ ତାଙ୍କ ସମୟରୁ ସ୍ଥାପନା ହେଇଛି, କିନ୍ତୁ ଆଗକୁ ଏଠି ରହିବେ ନାହିଁ। ପତିତ ପାବନ ନ ରହିବେ ଆଉ ସିଂହ ଦରଜା ପାଖରେ, ବିଧର୍ମୀ ମାନେ ତ ଧରି ନେବେ ତାଙ୍କୁ ରଖି ଶୋଳିଆ ଗ୍ରାମରେ। ଏ କଥା ମହାପୁରୁଷ ମାଳିକାରେ ଲେଖିଛନ୍ତି। ସେତେବେଳେ କ'ଣ ହେବ ନା ସତ୍ୟ ପ୍ରକାଶିବ କଣ କି ଆସିବ, ପତଳା ହୋଇବେ ଜନ, ପତଳା ହୋଇବେ ଜନ হে ସୁଜନେ, ପତଳା ହୋଇବେ ଜନ। ଶକୁନ୍ତଳାସି ବନ୍ଦାପନା କର ଥିବେ କଳ କି ଚରଣ, ଷୋଳ ସୁଜନେ ଗୁଣି ବେଳ କାଳ ଆସିଲାଣି ହେ ଷୋଳ ସୁଜନେ ଗୁଣି। ମହାପୁରୁଷ ଲେଖିଲେ ମାଳିକାରେ କଲେ ସେତେବେଳେ ସତ୍ୟ ପ୍ରକାଶିବ ବୋଲି ତୁମେ ଜାଣିବ। ଯେତେବେଳେ ଇଏ ପତିତ ପାବନ ସିଂହ ଦରଜା ପାଖରେ ଆଉ ରହିବେ ନାହିଁ ଜ୍ଞାନୀ ଗଡ଼ିବନି, ସେତେବେଳେ କଳିଯୁଗ ଶେଷ ହୋଇଯିବ, ସତ୍ୟ ଯୁଗର ଆଗମନ ହେବ। କଳିକି ପ୍ରଭୁ କଳିକି ପୁରୁଷ ସେତେବେଳେ ଉଦୟ ହେବାର ସମୟ ବୋଲି ତୁମେ ଜାଣିବ, ଆତ୍ମପ୍ରକାଶିତ ହେବାର ସମୟ ବୋଲି ତୁମେ ଜାଣିବ। ହରିଦାସ ପରା ସେ କଥା ଲେଖିନାହାନ୍ତି କି? କ'ଣ କହିଲେ? ସମ୍ବତ୍ସର 500 କଳି ଶେଷ ହୋଇବ, ସତ୍ୟ ଯୁଗ ଆଦ୍ୟ ପ୍ରବେଶ ଶୁଭ ଯୁଗ ହୋଇବ, ସତ୍ୟ ଯୁଗ ଆଦ୍ୟ ପ୍ରବେଶ ଶୁଭ ଯୁଗ ହୋଇବ, ସତ୍ୟ ଯୁଗ ଆଦ୍ୟ ପ୍ରବେଶ ଶୁଭ ଯୁଗ ହୋଇବ। ବୋଲେ ବାବୁରେ ସମ୍ବତ୍ସର 500 କଳି ଶେଷ ହୋଇବ, କଳିଯୁଗ 5000 ବର୍ଷ ଭୋଗ ପରେ ସମାପ୍ତ ହୋଇଯିବ, ଯୁଗ ସନ୍ଧି କାଳ ଭୋଗ ହେବ, ଅନନ୍ତ ଯୁଗ ଭୋଗ ହୋଇ କଳିଯୁଗ ଶେଷ ହୋଇଯିବ। ତାପରେ ସତ୍ୟ ଯୁଗ ଆଦ୍ୟ ପ୍ରବେଶ, ସତ୍ୟ ଯୁଗର ଆଦ୍ୟଟା ଆରମ୍ଭଟା ପ୍ରବେଶ ହେବ, ମାନେ ସବୁଆଡ଼େ କ'ଣ ପୁରା ସମ୍ପୂର୍ଣ୍ଣ ସତ ହେଇଯିବ, ଲୋକ ପୁରା ଆଉ କିଛି ମିଛ କହିବେନି ନା, ଆଦ୍ୟ ପ୍ରବେଶ ହେବ। ଟିକେ 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 ସତ୍ୟ ଯୁଗ ଆସିଗଲା ବୋଲି ଲୋକମାନେ ଅନୁଭବ କରିବେ, ଗୋଟେ ଭଲ ସମୟ, ଗୋଟେ ଭଲ ବେଳା ସମସ୍ତ ଲୋକମାନଙ୍କ ପାଇଁ ଆସିଗଲା ବୋଲି ଲୋକମାନେ ଅନୁଭବ କରୁଥିବେ।
ये संसार को गोटे भल समय आसीगला बोली लोक अनुभव उपलब्धि करेंगे आभास मिल बोलिए महापुरुष अच्युतानंद जी की जय शुद्धि ज्ञानी ज्ञानी गुणी मंडली आज मालिका वचन में आम आलोचना करुचे विषय कौन ना महापुरुष अच्युतानंद मालिकार नाम है चकड़ा मड़ाण आ ये चकड़ा मड़ाणर विषय कौन कौन पद ना महापुरुष लिखिं पतित पावन न रही आउ सिंह दरजा पाखरे श्रीमंदिर सिंह दरजा पाखरे गुमुट भितर जो पतित पावन मूर्ति अच्छा सी आगू को ये रे ना आगू एठू उठिजी आगू एठू चलीजे आउ सी गले से समय रे सामाजिक व्यवस्था सब कौन चली सामाजिक समाज रे कौन कौन घटना गुड़िक से घटुव ये कथा आज आम आलोचना करुचे महापुरुष कहले कहले बाबू रे सेते बेले कौन हेबो ना देखिब तुम्हें इमिति समय इमिति बेला आसीथिब जे सत्य प्रकाशिब सत्यर आगमन हेबो सत्य आसीजिब बोली आपण अनुमान करिवे बा अनुभव करिवे उपलब्धि करिवे हरिदास कहले कलिजुग शेष होई सत्य जुग आद्य प्रवेश हेबो आउ सेते बेले हरि हरि शब्दे मातिबे हरि भक्त माने हरस होइबे हृदय दुखी दरिद्र माने हरस होइबे हृदय दुखी दरिद्र माने हरस होइबे हृदय दुखी दरिद्र माने महापुरुष कहले हरि हरि शब्दे मातिबे हरि भक्त माने जीवन भगवान भक्त प्रभुंकर जीवन भक्त माने आम आलोचना अतीत अनेक बार करिछि जे सत्य जुग त्रेतया जुग द्वापर जुग ये तीन जुगर भक्त कड़ी जुगर जन्म होती आपण माने विश्वास करंतु बा न करंतु किंतु महापुरुष लिखिछन तीन जुगर भक्त ये कड़ी जुगर जन्म होती गुप्तरे अछंती निजर परिचय समाज रे प्रदान न करी निजर परिचय को लुचेकी रखी गुप्तरे से माने अछंती मेलेच्छ भली तुच्छ भली साधारण लोक भली एमाने सब अच्छे काल जड़ा भली काल कहले सब शुणुचनी किंतु न शुणिला भाया जानते ये आगू हम पार्टी बंद कर चुप ही अच्छा कहीं ना वर्तमान समय को से लक्ष्य करी से माने चुप हो अच्छा नीरव ही अच्छा कहीं वर्तमान समय पूरा महापुरुष कहते ये समय सत कहवाटा जी कष्टकर सत को शुणिक हजम करवा से कष्टकर कथा कहीं ना जब सत कथा कहे ठीक कथा भक्त मैंने कहे शुणिक हजम करवा लोक सहजे बर्तमान मिलबे हजम करें ना लोक मैंने तेणु से चुप ही मुक होगी अच्छा काल जड़ा होगी भक्त मैंने मिले तुच्छ भाया संसार अच्छा भक्त मैंने महापुरुष लिखिले ये समय हरि हरि शब्दे मातिबे हरि भक्त माने हरस होइबे हृदय दुखी दरिद्र मान भक्त माने ये समय प्रभु नाम केवल कीर्तन करुथिबे जहाँ समाज रे घटी जाऊ जहाँ अघटन घटू जहाँ अन्याय हो जहाँ अनीति हो जहाँ पाप हो से सब देखुवे जानुवे शुणुवे किंतु सब प्रभु नाम रोथे हे प्रभु नाम नौथे कहीं प्रभुंकर आगमन समय आसी प्रभु ही ये सब समस्या दूर करेंगे साधारण मनीष हाथ में ना बर्तमान मनीषर चरित्र चिंतन आचार विचार नीति जहाँ कि है साधारण लोक कहीं परिवर्तन करें ना प्रभु आसी परिवर्तन करेंगे लोक मान नीति गति चिंतन चरित्र को भगवान ईश्वर ही परिवर्तन करेंगे किमिति परिवर्तन करेंगे ना फिटिब प्रजांक कषण दुष्ट होइबे शेष क्षमे हाड़ीदास भणिले आगत जे भविष्य क्षमे हाड़ीदास भणिले आगत जे भविष्य क्षमे हाड़ीदास भणिले आगत जे भविष्य फिटिब प्रजांक कषण दुष्ट होइबे शेष प्रजा मानकर कषण लोक मानकर कषण दुख दूर हम कषण दूर हो समयटा जितेबाला पतित पवन रे सत्य जुगर आगमन है जान प्रजा मानकर कषण से दूर हम दुष्ट होइबे शेष दुष्ट माने जब दुष्ट माने दुष्ट चरित्र लोक माने क्या मानवे ना क्या खातिर करेंगे ना मोर जहाँ इच्छा मुझे करी मत कौन से कहला छाड़देवी ना तेणु से दुष्ट माने होइबे शेष विभिन्न बाटरे सी रोग वैराग बाटरे हो बा जानवाहन दुर्घटना आकार हो बा पारिवारिक अशांति जोग हो ये बड़ी दुष्ट माने विभिन्न बाटरे नाश हेबे बोली महापुरुष लिखिछन मालिकारे दुष्ट होइबे शेष क्षमे हाड़ीदास भणिले
ଆଗତ ଯେ ଭବିଷ୍ୟତ। ଆଉ ସେହି ସମୟରେ ମହାପୁରୁଷ ଅଚ୍ୟୁତାନନ୍ଦ କହୁଛନ୍ତି ଆଉ କ'ଣ ହବ ନା ଏକାଳି ବାରଙ୍ଗ ହୋଇଥିବ ପରା ମୋର ତେର ଅବତାର ମୋର ତେର ଅବତାର ଚତୁର୍ଦଶ ଜନମେ ଏହି ପଞ୍ଚ ସଖା ହୋଇବୁ ଭବୁନି ତାର ହୋଇବୁ ଭାବୁ ନିସ୍ତାର। ଏକାଳେ ବାରଙ୍ଗ ଶିଶୁଆନନ୍ଦ ମଧ୍ୟ ଏଇ କଥା କହିଛନ୍ତି ହେ ବାରଙ୍ଗ ଏକାଳେ ବାରଙ୍ଗ ହୋଇଥିବ ପରା ମୋର ତେର ଅବତାର ଆମ୍ଭର ତେର ଅବତାର ହେଇଥିବ ଆଉ ଚତୁର୍ଦଶ ଜନମେ ଏହି ପଞ୍ଚସଖା ଭବୁ ହୋଇବ ନିସ୍ତାର। ତେଣୁ ଏ ସମୟରେ ଆମର ତେର ଅବତାର ହେଇଥିବ ମନେ ରଖନ୍ତୁ ଏ କଥା ଜ୍ଞାନୀ ଗୁଣି ମଣ୍ଡଳୀ ଶୁଦ୍ଧି ଥର ଥର କରି କଳି ଯୁଗରେ 13 ଥର ପଞ୍ଚସଖା ମାନେ ଜନ୍ମ ହେବେ କିନ୍ତୁ ତାଙ୍କର ଯେତେବେଳେ ଚତୁର୍ଦଶ ଜନ୍ମ ହେଇଥିବ ମାନେ 14 ଜନ୍ମ ତାଙ୍କର ଯେତେବେଳେ ହେଇଥିବ ସେହି ସମୟରେ ପ୍ରଭୁଙ୍କ ସହିତ ତାଙ୍କର ଭେଟ ହେବ ପ୍ରଭୁଙ୍କ ସହିତ ସାକ୍ଷାତ ହେବ ପ୍ରଭୁଙ୍କର ଦର୍ଶନ ପାଇବେ ଆଉ ଯେତେବେଳେ ଦର୍ଶନ ପାଇବେ ସେହି ଚତୁର୍ଦଶ ଜନ୍ମରେ ପୂର୍ଣ୍ଣ ଜନ୍ମ ଆମ୍ଭ ଆଉ ଜନ୍ମ ହେବ ନାହିଁ। ପଞ୍ଚସଖା ମାନେ ବିଶେଷ କରି ଅଚ୍ୟୁତାନନ୍ଦ କହିଲେ ରାମରେ ଇଏ ଚତୁର୍ଦଶ ଜନ୍ମ ପରେ 14 ଜନ୍ମ ପରେ ଆମେ ଆଉ ପଞ୍ଚସଖା ମାନେ କଳିଯୁଗରେ ଜନ୍ମ ହେବୁ ନାହିଁ ଆମେ ଭବରୁ ନିସ୍ତାର ପାଇଛୁ ଭବ ସାଗରୁ ବୋଲି ଏ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜିର ମାଳିକା ବଚନରେ ଆମେ ଆଲୋଚନା କରୁଛେ ବିଷୟ କ'ଣ ନା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ମାଳିକାର ନାମ ହେଲା ଚକଡ଼ା ମଡ଼ାଣ ଆଉ ଏ ଚକଡ଼ା ମଡ଼ାଣରେ ପଦ କ'ଣ ବିଷୟ କ'ଣ ନା ପତିତ ପାବନ ନ ରହିବେ ଆଉ ସିଂହ ଦରଜା ପାଖରେ ପତିତ ପାବନ ମୂର୍ତ୍ତି ସିଂହ ଦ୍ୱାର ଗୁମଟ ଭିତରେ ଯେଉଁ ପୂଜା ପାଉଛନ୍ତି ନା ଆମେ ଗଲେ ମୁଣ୍ଡିଆଟେ ମାରିଦେଇ ଯାଉନି ସିଏ ଆଉ ଆଗକୁ ରହିବେ ନାହିଁ ସେ ସେଠୁ ଉଠିଯିବେ ଆଉ ଯେତେବେଳେ ପତିତ ପାବନ ଆଉ ନ ରହିବେ ଜାଣିବେ କଳିଯୁଗ ଶେଷ ହେଇଗଲା ସତ୍ୟ ଯୁଗର ଆଗମନ ହେଇଗଲା ପ୍ରଭୁ କଳିକି ଆତ୍ମ ପ୍ରକାଶିତ ହେବେ ପଞ୍ଚସଖା ମାନେ 14 ଜନ୍ମ ସେତେବେଳେ ହେଇ ପ୍ରଭୁଙ୍କ ସହିତ ଭେଟାଭେଟି ହେଇଥିବେ ଆଉ ଏ 14 ଜନ୍ମରେ ତାଙ୍କର ପୂର୍ଣ୍ଣ ଜନ୍ମ ଆଉ ସେ ଜନ୍ମଗ୍ରହଣ ଏ ମର୍ତ୍ତ୍ୟ ମଣ୍ଡଳରେ କରିବେ ନାହିଁ ବୋଲି ମହାପୁରୁଷ ଚକଡ଼ା ମଡ଼ାଣରେ ଶିଷ୍ୟ ରାମଚନ୍ଦ୍ରଙ୍କ ଆଗରେ କହୁଛନ୍ତି ଏଇଟା ଆମର ପୂର୍ଣ୍ଣ ଜନ୍ମ ଆପରେ ଆମେ ପୂର୍ଣ୍ଣ ଜନ୍ମ ଆପରେ ଆଉ ଜନ୍ମଗ୍ରହଣ କରିବୁ ନାହିଁ ସେଇ କଥା ତ ମହାପୁରୁଷ ମାଳିକାରେ ମଧ୍ୟ ଲେଖିଛନ୍ତି ଅନେକ ବାର କ'ଣ ଲେଖିଛନ୍ତି କହିଲେ 13 ଜନ୍ମ 13 ଯୁଗ ପରି ଲାଗେ ମୋତେ ସିନା ରାମ ଦାସ କିଛି ବାକି ଥିବ ଚତୁର୍ଦଶ ଜନମେ ଯିବି ମୁଁ ପ୍ରଭୁର ପାଶ ଯିବି ମୁଁ ପ୍ରଭୁର ପାଶ ହେ ସୁଜନେ ଯିବି ମୁଁ ପ୍ରଭୁର ପାଶ ଯିବି ମୁଁ ପ୍ରଭୁର ପାଶ ହେ ସୁଜନେ ଯିବି ମୁଁ ପ୍ରଭୁର ପାଶ। କହିଲେ 13 ଜନ୍ମ 13 ଯୁଗ ପରି ଲାଗେ ମୋତେ ସିନା ରାମ ଦାସ ରାମଚନ୍ଦ୍ରରେ ଏ 13ଟା ଜନ୍ମ ଆମ ପଞ୍ଚସଖା ମାନଙ୍କୁ 13ଟା ଯୁଗ ଭଳିଆ ଲାଗୁଛି ଧ୍ୟାନ ଦେବେ ଏ କଥା କାହିଁକି କେତେ ଅପେକ୍ଷା କରିବ ଯେଉଁଭଳି ସବରି ଅପେକ୍ଷା କରିଥିଲା ପ୍ରଭୁ ରାମଚନ୍ଦ୍ରକୁ କେତେବେଳେ ମୋ ପ୍ରଭୁ ଆସିବେ ମୋ ଗୁରୁ ମାତଙ୍ଗ ଋଷି ମୋତେ କହିଦେଇ ଯାଇଥିଲେ ଦିନେ ରଘୁନାୟକ ଆସିବେ ତୋର ସେବା ପାଇବାକୁ ଲୋ ସବରି ଯେଉଁ ସେବା ତୁ ମୋର କଲୁ ଏଇ ମୁଁ ତୋତେ ଆଶୀର୍ବାଦ ଦେଉଛି ଏଇ ସେବା ତୁ ମୋର କରିଛୁ ଆଉ ଏଇ ସେବା ପାଇବା ପାଇଁ ପ୍ରଭୁ ଦିନେ ତୋ ନିକଟକୁ ଆସିବେ ପ୍ରଭୁ ସେବା ତୁ କରିବୁ ମୁଁ ତୋତେ ଆଶୀର୍ବାଦ ଦେଉଛି ଆନନ୍ଦିତ ହେଇଯାଇଥିଲା ଗଦଗଦ ହେଇଥିଲା ପଞ୍ଚସଖା ମାନେ ସେଇଭଳି ଶିଷ୍ୟମାନଙ୍କୁ କହୁଛନ୍ତି ଏ ଆମର ଶିଷ୍ୟ ପ୍ରଶିଷ୍ୟମାନେ ଆମେ ଅପେକ୍ଷା କରି ରହିଛୁ ପ୍ରଭୁଙ୍କର ଆଗମନକୁ ଏ କଳିଯୁଗରେ ପ୍ରଥମ ଜନ୍ମରେ ପ୍ରଭୁଙ୍କର ଦର୍ଶନ ପାଇନୁ ଦ୍ୱିତୀୟ ଜନ୍ମରେ ପ୍ରଭୁଙ୍କ ସହିତ ଭେଟାଭେଟି ହେଇନି ଏ ତୃତୀୟ ଜନ୍ମରେ ପ୍ରଭୁ ଆମକୁ ଦର୍ଶନ ଦେଇନାହାନ୍ତି କିନ୍ତୁ ଯେତେବେଳେ ସେ ପ୍ରଭୁ ଅବତାର ନେବେ କଳିକି ଅବତାର ସେ କଳିକି ଅବତାର ସହିତ ଆମର ଦର୍ଶନ ସାକ୍ଷାତ ହେବ କେତେବେଳେ ନା ଆମର ଯେତେବେଳେ 14 ଜନ୍ମ ହେଇଥିବ ସେ 14 ଜନ୍ମ ପରେ ଆଉ ଆମେ ସଂସାର ଜନ୍ମ ହବୁ ନାହିଁ ସବରି ପରାଏ ଚାହିଁ ଅଛି ମୋହି ପ୍ରଭୁ ଦଶରଥ ସୁତ ଦିନ ଏହି ଦୁର୍ଦିନ ସରିବ ଆସିବେ ବ୍ରହ୍ମାଣ୍ଡ ନାଥ ଆସିବେ ବ୍ରହ୍ମାଣ୍ଡ ନାଥ ହେ ସୁଜନେ ଆସିବେ ବ୍ରହ୍ମାଣ୍ଡ ନାଥ
ଆସିବେ ବ୍ରହ୍ମାଣ୍ଡ ନାଥ ହେ ସୁଜନେ ଆସିବେ ବ୍ରହ୍ମାଣ୍ଡ ନାଥ। ଯେମିତି ସବରି ଚାହିଁ ରହିଥିଲା ରାମରେ ପ୍ରଭୁ ରଘୁନାଥ ପ୍ରଭୁ ରାମଚନ୍ଦ୍ରଙ୍କୁ, ସେଇଭଳି ଆମେ ପଞ୍ଚ ସଖାମାନେ ଚାହିଁ ରହିଛୁ ପ୍ରଭୁଙ୍କର ଆଗମନ ବାଟକୁ। କେଉଁଦିନ ଆମ ଦୁର୍ଦିନ ସରିବ, ଆସିବେ ବ୍ରହ୍ମାଣ୍ଡନାଥ। ଏ ଦୁର୍ଦିନ କେଉଁଦିନ ସରିବ, ବ୍ରହ୍ମାଣ୍ଡନାଥ ଆସିବେ। କଳିଯୁଗ ଶେଷ ସମୟରେ ସତ୍ୟର ଆଗମନରେ ବ୍ରହ୍ମାଣ୍ଡନାଥଙ୍କ ସହିତ ଆମର ଭେଟାଭେଟି ହେବ। ଆଉ ସେଇଦିନ ସେତିକି ବେଳେ ଇଏ ପତିତ ପାବନ ଆଉ ରହିବେ ନାହିଁ। କହିଲେ ଭାବ ବିହୀନ ଦିଆ ଭକତ ବଛଳ ଦେବକୀ ନନ୍ଦନ ଧରାପୁରେ ଆସି ଅବତୀର୍ଣ୍ଣ ହେଲେ କଳଙ୍କ ନିସ୍ତାର ସାର କଳଙ୍କ ନିସ୍ତାର ସାର ହେ ସୁଜନେ କଳଙ୍କ ନିସ୍ତାର ସାର କଳଙ୍କ ନିସ୍ତାର ସାର ହେ ସୁଜନେ କଳଙ୍କ ନିସ୍ତାର ସାର। ସେଇ ଭାବ ବିନୋଦିଆ ଭକତ ବଛଳ ଦେବକୀ ନନ୍ଦନ ଧରାପୁରେ ଆସି ଅବତୀର୍ଣ୍ଣ ହେଲେ କଳଙ୍କ ନିସ୍ତାର ସାର। ଏ କଳଙ୍କ ନିସ୍ତାର ହେଇଯିବ। ପତିତ ପାବନ ଯେତେବେଳେ ସିଂହଦ୍ୱାର ଗୁମୁଟ ଭିତରେ ସେତେବେଳେ ରହିବେ ନାହିଁ, ସେତେବେଳେ ଜାଣିବେ କଳିଯୁଗ ଶେଷ, କଳିକି କଳମସ ନାଶ ହେବାର ବେଳ ଆସିଗଲା ବୋଲି। ଏ ସଂକେତ ମହାପୁରୁଷ ଦେଇଛନ୍ତି ଚକଡ଼ା ମଣ୍ଡଳରେ, ଆପଣମାନେ ଶୁଣିବେ। ଜ୍ଞାନୀଗୁଣୀ ମଣ୍ଡଳ ଆଜି ତ ସମୟ ହେଇଛି, ଆସନ୍ତୁ ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। ବେଳ ଯାଉଛି ଗଡ଼ି ସୁଧି ଜାନେ, ବେଳ ଯାଉଛି ଗଡ଼ି ସୁଧି ଜନେ କଳି ସେ ସାହେବ ସତ୍ୟ ପ୍ରକାଶିବ, କଳି ସେ ସାହେବ ସତ୍ୟ ପ୍ରକାଶିବ ମାଳିକା ବଚନ ଅଚ୍ୟୁତ ବାଣୀ ସୁଧି ଜନ ହେ। ବେଳ ଯାଉଛି ଗଡ଼ି ସୁଧି ଜନ ହେ। ସୁଧୀ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ପାଇଁ ଆସନ୍ତୁ ବାଣୀକି ଏଠାରେ ବିରାମ ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ। ହରି ଓମ୍। ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ।